ବିନୟ ଭାବ, କି ବିନୟ ଭାବ। ବର୍ତ୍ତମାନ ଯିଏ ଧାଡ଼ିଏ କବିତା କ'ଣ ଲେଖିଦେଉଛି, ଯାହା ତ କବିତା ବର୍ତ୍ତମାନ ହେଉଛି ଛାଡ଼। ମୋତେ ମାନେ ଦୁଃଖ ଲାଗୁଛି। ମୁଁ ଯାଉଥିଲି ଇତଳକୁ ତମକୁ ଦେଖିଲି, ତମେ କାହିଁକି ନିରାଶ ଦେଖାଯାଉଥିଲ। ହଠାତ୍ ଗୋଟାଏ ସୂର୍ଯ୍ୟକିରଣ ପଡ଼ିଲା, ଦଲକାଏ ତମ ମୁହଁ ଉଲ୍ଲସିତ ହୋଇଗଲା। ଏ କବିତା ତା ଦେହରେ କହୁଛନ୍ତି ରୂପକଳ୍ପ ଅଛି, ଚିତ୍ରକଳ୍ପ ଅଛି, ସିମିଲି ଅଛି, ମେଟାଫର ଅଛି, ଏମିତି ଇତ୍ୟାଦି କହି ଆମକୁ ଭୁଆ ବୁଲେଇ ଦେଉଛନ୍ତି। ଉପେନ୍ଦ୍ର ଭଞ୍ଜ ଏଡ଼ ବଡ଼ କବି, ବୈଦେଶ ବିଳାସ, ଲାବଣ୍ୟବତୀ, କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ, ରସିକହାରା ବଳି, ସୁଭଦ୍ରା ପରିଣୟ, ଅବନାରସ ତରଙ୍ଗ, ଷୋଳ ପୋଇ ଇତ୍ୟାଦି ଇତ୍ୟାଦି ଏଭଳି କାବ୍ୟ ଗ୍ରନ୍ଥ ଉତ୍କଳ ଭାରତୀକି ଯେ ଦେଇକି ଯାଇଛନ୍ତି, ସେ ଜଣେ ସାଧାରଣ କବି। ଉପେନ୍ଦ୍ର ଭଞ୍ଜ ହେଉଛନ୍ତି ଯାହାକୁ କହନ୍ତି ସତ ଅଭିଧାନ। ଏବଂ ଆପଣଙ୍କ ମୁଣ୍ଡରେ ଆସିବ କି ପାର୍ଥସାରଥୀ ହେଉଛି ଏକ ସନ୍ଥଗ୍ରାହୀ। ଏକ ସନ୍ଥଗ୍ରାହୀ କ'ଣ ନା, ଆପଣମାନେ ଯାହା କହିଲେ ମୁଁ ସବୁ ସାଙ୍ଗେ ସାଙ୍ଗେ ମନେ ରଖିବି। ସେ ହେଉଛି ଏକ ସନ୍ଥଗ୍ରାହୀ, ସେ ହେଉଛନ୍ତି ସତ ଅଭିଧାନ। ଏଡ଼ ବଡ଼ କବି, ମନରେ ଟିକେ ଗର୍ବ ନାହିଁ, ଅହଙ୍କାର ନାହିଁ। ବିଭାଗରେ ଜ୍ୟୋତିରିଙ୍ଗଣ ଗଣ ଜ୍ୟୋତି ଦେଖାଏ, ଯେମିତି ରାତିରେ ଜ୍ୟୋତିରିଙ୍ଗଣ ମାନେ ଜୁଳି ଜୁଳିଆ ପୋକ, ସେଇଭଳି ଅବସ୍ଥା, ସେଇଭଳି ଜଣେ ବ୍ୟକ୍ତି। ମୁଁ ଅତି ଛୋଟିଆ ଟେ, ଅତ୍ୟନ୍ତ ନଗଣ୍ୟ ଆସିଛନ୍ତି ନୀଳାଚଳ ଧାମକୁ। ମୁଁ ସେ କଥା କହିବି ପ୍ରଥମ। ତାଙ୍କର ଶେଷ ଲେଖା ହେଉଛି ନୀଳାଦ୍ରିଶ ଚୌତିଶା। ଭଗବାନ ଜଗନ୍ନାଥଙ୍କୁ ଯେ ଆରାଧନା କରିଛନ୍ତି, ସେ ପ୍ରଥମେ ରଘୁନାଥଙ୍କୁ ଆରାଧନା କରିଛନ୍ତି, ମଝିରେ ଶିବଙ୍କୁ ଆରାଧନା କରିଛନ୍ତି, କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ। ଏ ଦେଖି ବିନସ୍ତନୀ ଶୋଭା, ମଞ୍ଜୁ ବିଦୁଚିତ ପ୍ରଭା, ଏ କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ। ବୀର ବିଚାରଇ ମୋହିନୀ, ଶୋଭା କୁମ୍ଭବେନୀ ଉଭା, ଆଶ୍ଚର୍ଯ୍ୟ ଦୈବୀ ମାୟା, ଅଶେଷ ଲାବଣ୍ୟ କାୟା। ବଲ୍ଲଭୀ କରି ମୁଁ କିପରି ଲଭିବି, ଶିବେ କରି ନାହିଁ ଦୟା। ଉତ ମାଙ୍ଗ ମାଙ୍ଗ ଭାଙ୍ଗ, ପଡ଼ିଅଛି ବେନି ଭାଗ। ସେଇଥିରେ ଲେଖିଲେ ଶିଶୁକୁ। ତରଣୀ କୂଳର ସାର, ଆସିବାରୁ ନିରନ୍ତର, ବୋଲି ଉପେନ୍ଦ୍ର ଭଞ୍ଜ ମୁଁ ଲଭିଛି, ସମୁଦ୍ର ପାର। ସମୁଦ୍ରରେ ଯେମିତି ଅକଳନ୍ତ ପାଣି ଅଛି, ଉପେନ୍ଦ୍ର ଭଞ୍ଜଙ୍କ ପାଣ୍ଡିତ୍ୟ, ଉପେନ୍ଦ୍ର ଭଞ୍ଜଙ୍କ ଶାବ୍ଦିକତା, ତାଙ୍କର ତୁଳନୀୟ ସ୍ରଷ୍ଟା କେହି ନାହାନ୍ତି। ତେଣୁ ଏଡ଼ ବଡ଼ କବି ନୀଳାଚଳ ଧାମକୁ ଆସିଛନ୍ତି, ରଚନା କରିଛନ୍ତି ନୀଳାଦ୍ରିଶ ଚୌତିଶା। ସେଥିରେ ସେ କ'ଣ ଲେଖିଲେ ଜାଣିଛନ୍ତି? କି ବିନୟ ଭାବ। କ୍ଷମାନି ଦିଙ୍କି ବାରେ, କ୍ଷମାନି ଦିଙ୍କି ବାରେ, କ୍ଷମ ଦର୍ଶନରେ, କ୍ଷିତି ଖାତି କିସ ମର୍পিলি। ক্ষম অপরাধ, ক্ষম জীব সাধ, খাত চরণ তলে দেবী। হে নীলাদ্রিশ ক্ষত হেলানি এ পিণ্ড, খালয়ে জঞ্জালর দণ্ড। খ্যাতি এ উপেন্দ্রর, খ্যাতি এ উপেন্দ্রর, ভঞ্জকুল বিহার, চরণ তলে বিরুণ্ড। হে নীলাদ্রিশ। ଦେଖନ୍ତୁ କେଡ଼େ ବଡ଼ କବି। କହିଲେ ମୁଁ ଯେଉଁ ଖ୍ୟାତି ଅର୍ଜନ କରିଛି, ମୋ 14 ପୁରୁଷ, ପିତାମହ ଧନଞ୍ଜୟ ଭଞ୍ଜଠୁ ଆରମ୍ଭ କରି ମୋ 14 ପୁରୁଷ ଯେତେ ଖ୍ୟାତି ସବୁ ଅର୍ଜନ କରିଛନ୍ତି, ସବୁ ଆପଣଙ୍କ ପାଦ ତଳେ ମୁଁ ସମର୍ପଣ କରିଛି। ଏହାଠୁ ଭଳି ବିନୟ ଭାବ କୋଉଠି ଅଛି? ସେଇ ଉପେନ୍ଦ୍ର ଭଞ୍ଜ ଦେଖିଲେ, ନିଜକୁ କହିଦେଲେ ମୁଁ ଜଣେ 18 ବର୍ଷର ପିଲା। ମୁଁ ଯାଇଥିଲି କୁଲାଳ, ମୋ ମନେ ପଡ଼ୁଛି 1986 ମସିହା। ବିଖ୍ୟାତ ଉତ୍କଳ ବାଚସ୍ପତି ପ୍ରଫେସର ଗୌରୀ କୁମାର ବ୍ରହ୍ମା, ମୁଁ ଉଭୟ ଯାଉଛୁ। ସେତେବେଳେ ସୋମନାଥ ରଥ ବୋଲି ଜଣେ ଭଦ୍ରକବି ଥିଲେ, ବାଚସ୍ପତି ଥିଲେ। ଆପଣମାନଙ୍କର ଭଞ୍ଜନଗର ସୋମନାଥ ରଥ ପ୍ରେଜାଇଡ୍ କରିବେ, ଗୌରୀ କୁମାର ବ୍ରହ୍ମା ମୁଖ୍ୟ ଅତିଥି। ଇଏ କ୍ଷୁଦ୍ରାତି କ୍ଷୁଦ୍ର ପାର୍ଥସାରଥୀ ହେଉଛି ମୁଖ୍ୟ ବକ୍ତା। 1986 ମସିହା ଆମେ ଏକାଠି ଯାଉଛୁ, ଶରଣକୁଳ ଡେଇଁଗଲାରୁ କାର୍ରେ ଯାଉଛୁ, ବ୍ରହ୍ମା ମୁଁ ପଛରେ ବସିଛୁ, ଆଲୋଚନା ଚାଲିଛି।
ब्रह्मा जड़े मुविंग एनसाइक्लोपीडिया मैंने चलती जीवकोश बाटे दिन आलोचना चली मत हठात अनैली कहला अजय बाबू देखुं ये जगहटा ना सर मुझे जापर ना यहाँ हूँ विनायक मिश्र गाँ विनायक मिश्र ब्रह्मा टी भाई क्रोधी रागिगले कहले आप विनायक मिश्र ना शुणुना ना आप मैट्रिक पास कला मत लगुन एमती गाड़ी देते से अध्यापक मैंने थे मुझे गाड़ी दूसरे दरकार पड़े गोटे गोटे बजे दूसरे चटकना ना सर मुझे जानी ना आप कौन गोटे ये जाना कि अध्यापक कि पाठ पढ़े पिला सर कौन सी ना माइनर पास करी कलिकता विश्वविद्यालय आग है आसिस्टाट प्रोफेसर तुम पूर्व ये कॉलेज प्रेमानंद बोली मोर जड़े सान भाई थे अध्यापक सी गोटे बही लिखिं कहले माइनर पास कर आग है आसिस्टाट प्रोफेसर तापर एसोसिएट प्रोफेसर तापर प्रोफेसर माइनर पास कर विनायक मिश्र सी गोटे कथा लिखी थे सी कथाटी मो मन को आसी मुझे भावी मो भद्र भूमिका से मुझे सारे कौन कहूना सी सब कौन कले बोल बोलला बेलू मुझे कहली मुझे एक सन्थ ग्राही से जहाँटा बोलले मुझे सागे सागे मो कान में टेप रेकर्डर भाया मुंडे रहा से बोलता बारंबार मुझे सारे कौन कहतु ना कुलाड़ बड़ गोटे 18 वर्षर युवक देखा पूरा पूरी डौर डाउन जहाँ बंदी कंदर्प पर रूपवंत गणेश सामान हेले पंडित जन्म लगी था निज कूल मातंग को जिणी था बल धन ना जेबी मन ना बारांग बनारस ये अत्यंत डौल डाउल ब्राह्मण युवक 18 वर्ष से गाँव में गोटे सुंदर स्त्री झीटे थी युवती ता बयस हो 17 से युवक को आखई युवक पर नजर पड़ जाए से कौन प्रकार मन मन से युवक को से भल पाई जाए भूपेन्द्र भांज कोटि कोटि दंड ये साधारण कविता नहीं ब्रह्मज्ञान 17 बयसी से तो केड़ी विचक्षणा 17 बयसी से तो केड़ी विचक्षणा गेले पुछला केने जाउच हे नहना कहला हे नना तमे कुआडे जाउछ से होइले जाउछि मु पुरस्तम धाम श्री जगन्नाथ दर्शने बड़ी अछि मन मु जाउछि पुरस्तम धाम जगन्नाथ समेत प्रभु धाम की मु दर्शन कर नना से तो मैंने गाड़ी मोटर नଥିଲା बर्तमान तो पूर्व भुवनेश्वर जावाई हेलिकप्टर आवश्यक पड़े तुम्हें एत गुड़ा बाट एत बाट परिश्रम कर चली चली जीव एते परिश्रम किंपा एते दूरे जीव श्री जगन्नाथ को एका दर्शन करिब मो पुरकु भी जे जदि करते आपण मो पुरकु भी जे जदि करते आपण ब्रह्मा विष्णु हरतिनी की करांति दर्शन तमें यदि मो पुरकु आस ताले मु तुमको एका बेले ब्रह्मा विष्णु एवं देवदेव शंकर भगवान महादेव शिव ये तीन ही दर्शन कर मो पुरकु भी जे जदि करते आपण ब्रह्मा विष्णु शिव तीन की करांति दर्शन युवक जनक आश्चर्य आश्चर्यचकित भाव में अनेक कहले कौन ये नारी कहूँ ब्रह्मा को देखेब ताफल ब्रह्मा विष्णु हर तीन की देखईदेव केमी संभव कहले आग मत कहलु ब्रह्मा की से नारी की पचार तार द्वितीय पद उपेन्द्र भांज लिखुं केणे जाउच हे मही देव मुठारे अछंती देव नीलाचले कृपा मुठारे अछंती देव नीलाचले कृपा जीव केणे जाउच हे मही देव सेति बेले पचारला ब्राह्मण युवकटी मत वर्तमान देखा ब्रह्मा किए ना ब्रह्मा ब्रह्मा होती चतुर्मुख सृष्टिकर्ता ब्रह्मा ब्रह्मा जे चतुरानन ब्रह्मा जे चतुरानन मुचातुरी मने घेन मुचातुरी मने घेन नारी मान को जाए चतुर चतुरी मुचातुरी मने घेन
मोराल बाहन ताको भाव मोराल बाहन ताको भाव मोराल बाहन मोर गति रे थिबो आ से सृष्टि सज्जनाकारी मुसुता सुतरी हिबो केणे जाउछ रे महि देबो पहले तम से परिणय हो जीवो ताले मु मध्य पिला छुआ जन्म करी ब्रह्मा जमी सर्जनाकारी मु मध्य से पहले मु बुझी गली ब्रह्मा बर्तमान देखा विष्णु ना विष्णु जे घन बरन विष्णु जे घन बरन मु घन के शिष्य मान से पंछी रे मैथिले सर्व मो नेत्र ठारे के बाबस रहिबो केणे जाउछ हे महि देव मुठारे अछंती देव नीलाचले किंपा जीव बोले मैं जानी गली विष्णु की वर्तमान बुझा शिव ना शिव उरज शंभु मोहर वृषवाहन तांकर वृषली मुबही अछि शिव मृग नाभि चित्रपट बास संभव सेवक होइन तुमे पानी लागि करेइब आस दर्शन करिब हे महि देव एते कहिला गणिका विप्रेहले रति रंका प्रवेशता सन्निकटे जब क्षीर नीर परि ताको बढ़िला भाव कहे उपेन्द्र भंज अस्यर्थ करुथिब ये भंज ग्रंथ बड़ी ना ब्रह्मा कहले मु भंज भूमिका देवी किंता पर ध्यान रहीगला 2011 मसीह आउ हो पारला नहीं मुझे साथ ठीक अच्छे जीवन दशा कहती बोली मो लेखा मुझे जो इंग्राजी लिखी हिस्ट्री ऑफ ओडिया लिटरेचर ताधरे ओडिया सन्निवेशित कर तेणु बंधुगण शेष कथा कह विदाय देवी समस्ते जहाँ कहती वृत्ति प्रति सचेतन समस्त प्रिंसिपाल भारत अध्यक्ष थे चिकित्सा बसिक चलीगले कारण कौन वृत्ति से वृत्ति प्रति पूरा सचेतन अन्य कौन काम अच्छी आपंकर जो मैडम मैंने अच्छा अन्य कौन काम अच्छी से व्यस्त व्यस्त रोच वृत्ति भूपेन्द्र मध्य से वृत्ति सचेतन करदे जहाँ कर वृत्ति प्रति सब सचेतन हो पथिर नुहई वीर बोइला कंधी गोरो शुणिलिणी पथरे गोला बाली पड़ी तो चरण आशंका बुझेणु नौका नायिका हेले बुड़ीब भेड़ा वृत्तिए पोषे कुटुंब अपसारी न देवी देखो बी कॉन्सेंट्रेट टू योर प्रोफेशन तुम वृत्ति एवं परिवार ये दिग प्रति सब सचेतन थे 9टा बाजिगला शुभश्री मैडम कौन कर व्यस्त हो कॉलेज यहाँ वृत्ति पुणी आउ परिवार अच्छी ना 5टा बाजिगले मो घर फेर परिवार वृत्ति एवं पोषे कुटुंब बी कॉन्सेंट्रेट टू योर प्रोफेशन टू योर फैमिली ये उपेन्द्र भंज देखी दी तुम जहाँ कर परिवार को केवल अवहेला कर कि तुम वृत्ति की अवहेला कर वृत्ति की जब अवहेला कल मास शेष धर्म बंद ना नहीं धर्म ना पैसा ना हम कौन धन देखी गंगाधर मेहर श्रद्धा मन पड़ जाए धन देखी जन मन भूली जाए जगते अच्छी ये ख्याति आ धन पाई लोके जीवन दियंती माती आ धन करे दानी
করে মানি জ্ঞানী করি পারে ধর্ম আর ধন গড়ে আনি ধন গড়ে ঠানি ধনর সেবক জন্ম ସବୁ ମିଳିଲେ ପଇସା କିନ୍ତୁ ବୃତ୍ତିଟା ଯଦି ଠିକ୍ ନ କରିବ ପଇସା ଆସିବ କୋଉଠୁ? ଇଏ ହେଉଛି ଗଙ୍ଗାଧରଙ୍କ କିଛଡ଼ ବର୍ଗ ଲେଖା। ତେଣୁ ପିଲାମାନେ ମୁଁ ଅତ୍ୟନ୍ତ ଆନନ୍ଦିତ ତମମାନେ ମୋ କଥାକୁ ଶୁଣିଲ ଏବଂ ସମସ୍ତଙ୍କର ମନରେ ବହୁତ କଥା ରହିଛି ସେମାନେ ଚାହୁଁଛନ୍ତି କରିବା ପାଇଁ। ଉପେନ୍ଦ୍ର ଭଞ୍ଜ ଯାହାକୁ କହନ୍ତି ଖାଲି ଶେଷାଳଙ୍କାର ନୁହଁ ସମସ୍ତ ପ୍ରକାର ଅଳଙ୍କାରରେ ସେ ପୁରା ବିମଣ୍ଡିତ। ଯାହାକୁ କହନ୍ତି ବିଭାବାନୁଭାବ ବ୍ୟଭିଚାରୀ ସଂଯୋଗ ରସ ନିଷ୍ପତ୍ତି। ଏ ସବୁଗୁଡ଼ାର ସଂଯୋଗରେ ରସର ନିଷ୍ପତ୍ତି। ତେଣୁ ସବୁ ରସରେ ସେ ପରିପୂର୍ଣ୍ଣ। ସେଇଥିପାଇଁ ସେ ଭଞ୍ଜ। ଯେତେ ବଡ଼ ବଡ଼ କବି ସବୁ ଆସିଛନ୍ତି ତାଙ୍କ ଦ୍ୱିତୀୟ ଗ୍ରେଡ୍ର କବି ହେଉଛନ୍ତି କିଏ ନା ଉପମା ଭଞ୍ଜ ଅନୁପମ କଲୋଳେ ପଦଛନ୍ଦ ରମ୍ୟ ରାଘବେ ରସଚନ୍ଦ୍ର ଦ୍ୱୟ ଅମ୍ବିକେ ସାହିତ୍ୟ ନିର୍ଣ୍ଣୟ ଏ ସର୍ବ ତତ୍ତ୍ୱଜନ୍ୟ ଛାଣି ହେଲା ବି ଗଦ୍ଧ ଚିନ୍ତାମଣି। ତାଙ୍କ ଦ୍ୱିତୀୟ ଗ୍ରେଡ୍ର କବି ସବୁ କିଏ ନା ଉତ୍କଳ ଭଟ୍ଟ ଯଦୁମଣି ବାଲ୍ୟାକୁଳ ତିଳକ ଅଭିମନ୍ୟୁ ଢେଙ୍କାନାଳର ସମର୍ଥନ କାବ୍ୟର ରଚୟିତା ବ୍ରଜନାଥ ବଡ଼ଜେନା। ଏପଟେ ହେଉଛନ୍ତି ରାସୁନା କାଳ ପାଖେ ଟିକେ ଆଗକୁ ଗଲେ ଭକ୍ତଚରଣ। ଏ ସବୁ ଦ୍ୱିତୀୟ ଗ୍ରେଡ୍ର କବି। ଭକ୍ତଚରଣ ତ ଯାହାକୁ ଆମର ଜାନକୀ ବାବୁ ତାଙ୍କର ମୋର ଭାରି ନିବିଡ଼ ସମ୍ପର୍କ ଥିଲା। ଶୁଭଶ୍ରୀ ତମେ ଟିକେ ମନେ ରଖିବ। ଜାନକୀ ବଲ୍ଲଭ ମହାନ୍ତି ଭରଦ୍ୱାଜ ଜଣେ ବିଖ୍ୟାତ ଅଧ୍ୟାପକ ଥିଲେ। ସେ ମୋର ପଡ଼ୋଶୀ ଥିଲେ ନାଗେଶ୍ୱର ଟାଙ୍ଗିରେ। ଆମେ ରହୁଥିଲୁ ପାଖାପାଖି। ଜାନକୀ ବାବୁ ସବୁଦିନ ମର୍ଣ୍ଣିଂ ୱାକ୍ରେ ଆସିବେ ଆମ ଘରେ ଆସି ପହଞ୍ଚିବେ। ଆମ ଘର ପାସ୍ କଲେ ଆମ ଆଗ କାନୁ ମିଶ୍ରଙ୍କ ଘର ତାପରେ ଆମ ଘର ତାପରେ ଜାନକୀ ବାବୁଙ୍କ ଘର ନାଗେଶ୍ୱର ଟାଙ୍ଗିରେ। ଜାନକୀ ବାବୁ ଆସି ଆମ ଘରେ ବସିବେ ଜାନକୀ ମହାନ୍ତି ଭରଦ୍ୱାଜ ମୋତେ ବହୁତ ଭଲ ପାଉଥିଲେ। ତାର କାରଣ ଥିଲା ମୁଁ ଇଂରାଜୀ ସାହିତ୍ୟରେ ଯେତେବେଳେ ପିଏଚ୍ଡି କରିବାକୁ ଚାହିଁଲି ମେହେର ଏବଂ ୱାଟ୍ସଆପ ମୋର ଗାଇଡ଼ ଥିଲେ ବିଧୁ ବାବୁ। ଏଣେ ଜାନକୀ ବାବୁଙ୍କୁ ମୁଁ ଚାହିଁଲି ମୋର ଓଡ଼ିଆରେ ଗାଇଡ଼ କରିବାକୁ 86 ମସିହା। ସେତିକି ବେଳେ ମୁଁ ଆଉ ତା ଭିତରେ ପଶିପାରିଲି ଭାଷା ଭିତରକୁ ଚାଲିଲି। କହିବାର ଉଦ୍ଦେଶ୍ୟ ହେଉଛି ଜାନକୀ ବାବୁ ଆମ ଘରେ ଆସିକି ମୁଁ ତାଙ୍କୁ ସାର୍ ଚା ପିଇବି ନା ନା ସେ ମୋତେ ଲେମ୍ବୁ ପାଣି ଦିଏ। ସେ ଲେମ୍ବୁ ପାଣି ପିଇବି। ମୁଁ ତାଙ୍କୁ ଦିନ ରସିକତାରେ ପଚାରିଲି ସାର୍ ଆପଣ ଏଡ଼େ ବଡ଼ କବି ଉପେନ୍ଦ୍ର ଭଞ୍ଜ ଆପଣ କେମିତି ରେଭେନ୍ସା କଲେଜ ମାଗାଜିନରେ ସେ ଲେଖିଥିଲେ ହେ ଉପେନ୍ଦ୍ର ତମେ ମୋର ବିରାଟ ଆତଙ୍କ ତମକୁ ପଢ଼ିଲେ ଭାବେ ମୁଇଁ ପଶୁଅଛି ଅଙ୍କ ତମ ସାହିତ୍ୟରେ ଅଛି ଗୋଟାଏ ପଟେ ନାରୀ ଆଉ ଗୋଟାଏ ପଟେ ଡିକ୍ସନାରୀ। ଏଇଟା ଲେଖିଥିଲେ ଜାନକୀ ମହାନ୍ତି ଭରଦ୍ୱାଜ। ମୁଁ ସାର୍ ଏଡ଼େ ବଡ଼ କବି ଆପଣ କେମିତି ଏମିତି ଲେଖିଲେ ନା ଅଜୟ ମୁଁ କାନ୍ଦିରେ ହାତ ପକାଇଦେଲି। କହିଲେ ଗୋଟେ ଯୁଗସୁଲଭ ଉଦ୍ଦାମତାରେ ମୁଁ ଏମିତି ଲେଖିଦେଇଥିଲି। ପ୍ରକୃତରେ ମୁଁ ଉପେନ୍ଦ୍ର ଭଞ୍ଜକୁ ଭଲ ପାଏ। ଜାନକୀ ମହାନ୍ତି ଭରଦ୍ୱାଜ ରେଭେନ୍ସା କଲେଜରେ ପ୍ରଫେସର ଥିଲେ ସେ ହେଡ୍ ଅଫ୍ ଡିପାର୍ଟମେଣ୍ଟ। ଏବଂ ମୁଁ କହିଲି ସାର୍ ଆପଣ ଭଲ ପାଆନ୍ତି କ'ଣ ଆପଣଙ୍କ ଲେଖାରେ ଦ୍ୱାରା ସେଟା ପ୍ରତୀୟମାନ ହେଉଛି ନା କେମିତି ନା ଆପଣ ବା ଏପଟେ ଲେଖୁଛନ୍ତି ହେ ଉପେନ୍ଦ୍ର ତମେ ମୋର ଆତଙ୍କ ଏପଟେ ଲେଖୁଛି ପଶୁ ଅଛି ଅଙ୍କ। ଇଏ ରିଦିମଟା କାହାର? ଇଏ ଉପେନ୍ଦ୍ର ଭଞ୍ଜ ଗୁରୁ ହେଲେ ଉପେନ୍ଦ୍ର ଭଞ୍ଜ। ସେଥିପାଇଁ ନୀତି ଯୁଗ ପରା ପଦ ସଂଗଠନ ନୀତି ଅଙ୍ଗ ସଂସ୍ଥାପନ ବିଶେଷ ପଦ। ମୁଁ କହିଲି ସାର୍ ଆଉ ଗୋଟେ କଥା ଅଛି ନା କ'ଣ? ମୁଁ ପ୍ରକୃତରେ ଉପେନ୍ଦ୍ର ଭଞ୍ଜ ସାହିତ୍ୟକୁ ଅଙ୍କ କଷିବାକୁ ପଡ଼େ। କହିଲେ କେମିତି? ମୁଁ ଦେଖନ୍ତୁ ମୁଁ କହୁଛି। କହିଲେ ସେ କହିଲେ ମୁଁ ଜାଣେ ଆଉ ତମର ବ୍ରହ୍ମାଣ୍ଡ ସାଙ୍ଗରେ ବୁଲିକି তুমি ସବୁ ଜାଣିଲଣି ଆଉ କି ଜାନକୀ ମହାନ୍ତି ଭରଦ୍ୱାଜ ମୋତେ କହିଲେ। କହିଲେ ସାର୍ ଦେଖନ୍ତୁ ଅଙ୍କ କେମିତି କଷା ହେଉଛି। ଏ ଶିରିଷ ଉପରେ ଗିରିଶ ଏଇଟି ଜନମ ମୈତ୍ର ବାହନ ମହାପ୍ରଳୟରେ ରସ ବରସିଲେ ସେ ଯେନେ ହୁଏ ମଳିନ କୃଷ୍ଣ ହେ ସେହି ମତେ ହେଲୁ ଗୁଆଳି ଆଉ ତପନ କିରଣ ପଡ଼ିଲେ ଯେ ସନେ ହୋଇଯାଏ ଗଙ୍ଗ ଶିଉଳି କୃଷ୍ଣ ହେ ସେହି ମତେ ହେଲୁ ଗୁଆଳି। କହିଲେ କେମିତି ଅଙ୍କ କଷା ହେଉଛି? ମୁଁ ସାର୍ ଶିରିଷ ମାନେ ଶିରିଷ ଫୁଲ କେବଳ ଶିରିଷ କୁସୁମକୁ ମହାପ୍ରଳୟ ବରଷା ଲୋଡ଼ି ସେହି ପ୍ରାୟ କରି ଶିଶିରେ ଯିବୁ ତୁ ସଢ଼ି। ଏ ଭକ୍ତଚରଣ। ମୁଁ କହିଲି ଦେଖନ୍ତୁ ଅଙ୍କ କଷା ହେଉଛି ଶିରିଷ ଉପରେ ଗିରିଶ ହୋଇ ଶିରିଷ ମାନେ ଫୁଲ ଗିରି ହେଲା ପର୍ବତ ତାଙ୍କ ଈଶ କିଏ? ଦେବଦେବ ମହାଦେବ। ଗିରିଶ ଶିରିଷ ଉପରେ ଗିରିଶ ହୋଇ ଦେବଦେବ ମହାଦେବଙ୍କର ହୋଇ କିଏ? ଶତ୍ରୁ କିଏ? ନା କନ୍ଦର୍ପ କାମଦେବ। କନ୍ଦର୍ପ କାହାକୁ ଜନ୍ମ ହେଲେ? ଅଙ୍କ କଷା ହେଉଛି ନା
ଜନ୍ମ ହେଲେ ନା ଭଗବାନ କୃଷ୍ଣ। କୃଷ୍ଣଙ୍କ ଦ୍ୱିତୀୟ ନାଁ କ'ଣ ନା ଉପେନ୍ଦ୍ର। ଆଜି ଯାହା କରୁଛେ ଆଲୋଚନା ଉପେନ୍ଦ୍ର। ଶିରିଷ ଉପରେ ଗିରିଶ ଏରି ଜନମ ମୈତ୍ର ବାହନ। ତେଣୁ ଉପେନ୍ଦ୍ରଙ୍କ ମୈତ୍ର କିଏ? ଉପେନ୍ଦ୍ରଙ୍କ ମୈତ୍ର ହେଉଛି ଇନ୍ଦ୍ର। ତାଙ୍କ ବାହନ କିଏ? ତାଙ୍କ ବାହନ ହେଉଛି ମେଘ। ଯେତେବେଳେ ପ୍ରବଳ ବୃଷ୍ଟି ହେବ ସେତେବେଳେ ଶିରିଷ ଫୁଲ ଅବସ୍ଥା କ'ଣ ହେବ? ମତେ ଜାନକୀ ପୁରା କୁଣ୍ଡେଇ ପକେଇଲେ, କହିଲେ ବା ତମେ ପୁରା ରମାକୁ ବଳିଗଲଣି। ଏଇ ଭାଷାରେ ଜାନକୀ କହିଥିଲେ, ମୁଁ ତାକୁ ବି ସ୍ମରଣ କରୁଛି। ଜଣେ ବିଖ୍ୟାତ ଅଧ୍ୟାପକ ଜାନକୀ ବାନ୍ଧି କହୁଥିଲା ଅତି ଭଲ ଲୋକ, ଭଲ ମଣିଷ ପଣିଆର ନିଚ୍ଛକ ପ୍ରତିଶତ। ଏବେ ତାଙ୍କ ଶତବାର୍ଷିକୀ ରେବତୀ କଲେଜ ପାଳନ କରୁଛି। ତେଣୁ ବନ୍ଧୁଗଣ ତମେମାନେ ମୋ କଥା ଶୁଣିଲ ଏବଂ ଶେଷ କଥା ହେଉଛି ଉପେନ୍ଦ୍ର ଭଞ୍ଜ ଖାଲି ରାଜା ରାଜୁଡ଼ାଙ୍କ କଥା ଲେଖି ନାହାନ୍ତି, ସେ ଲେଖିଛନ୍ତି ସାଧାରଣ ଲୋକଙ୍କ ଉପରେ। ଗୋଟେ ସବରୁଣୀ ଉପରେ ଲେଖିଛନ୍ତି ଉପେନ୍ଦ୍ର ଭଞ୍ଜ ଲାବଣ୍ୟ ମତରେ। ଗୋଟେ ସବରୁଣୀଟେ କିଟିକିଟି ଅନ୍ଧକାର କାଳି କାଳି ଅନ୍ଧକାର, ସୂର୍ଯ୍ୟ ମାନେ ରାତି ପାଇ ଆସିନି ବା ପାଇ ଆସୁଛି କାଳି ଅନ୍ଧାର।